ଅଁଳା ଇଂରାଜୀରେ ଇମ୍ବିଲିକା ଅଫିସିନାଲିସ୍, ହିନ୍ଦୀରେ ଆମ୍ବଲା, ସଂସ୍କୃତରେ ଧାତ୍ରୀ, ଅମୃତଫଳା, ଅମ୍ଳକୀ ଇତ୍ୟାଦି ନାମରେ ପରିଚିତ। ଅଁଳା ଉଦ୍ଭିଦର ପରିଚୟ ବିଷୟରେ ଜାଣିବା। ଆମ ଦେଶରେ ଅଁଳା ଗଛ ପ୍ରାୟ ବଣ ଜଙ୍ଗଲ ଓ ବାଡ଼ି ବଗିଚାରେ ଦେଖିବାକୁ ମିଳେ। ଏ ଗଛ ମଧ୍ୟମ ଧରଣର। ଗଛର ଉଚ୍ଚତା ପ୍ରାୟ 20ରୁ 25 ଫୁଟ ଭିତରେ ହୋଇଥାଏ। ଏହାର ପତ୍ର ତେନ୍ତୁଲି ପତ୍ର ପରି, ଫଳ ଗୋଲାକାର। ବର୍ଷା ଦିନେ ଏହି ଗଛରେ ଫୁଲ କଷି ଧରେ। ପ୍ରତ୍ୟେକ ପତ୍ରର ଡେମ୍ଫ ପାଖରୁ ହିଁ ଫୁଲ ଫଳ ହୁଏ। ଶୀତଦିନେ ଏହାର ଫଳ ପାଚେ। ଫଳର ବାହ୍ୟ ଆବରଣରେ 6ଟି ରେଖା ବା ଭାଙ୍ଗ ଥାଏ। ଏହାର ଫଳ ପାଚିଲେ ସାମାନ୍ୟ ହଳଦିଆ ଦେଖାଯାଏ। ଅଁଳାରେ ଭିଟାମିନ୍ ସି, ଲୌହ, କ୍ୟାଲସିୟମ, ଫସଫରସ୍ ପ୍ରଚୁର ପରିମାଣରେ ଥାଏ। ଅଁଳା ମଞ୍ଜିରେ 16% ତୈଳ ଅଂଶ ଥାଏ। ଜଳ, ପ୍ରୋଟିନ, ଚର୍ବି, କାର୍ବୋହାଇଡ୍ରେଟ୍ ତଥା ବିଭିନ୍ନ ପ୍ରକାର ଭିଟାମିନ୍ ମଧ୍ୟ ଏଥିରେ ଥାଏ। ତେବେ ଆସନ୍ତୁ ଜାଣିବା ଆୟୁର୍ବେଦିକ ଚିକିତ୍ସାରେ ଅଁଳାର ଉପଯୋଗ କ'ଣ କ'ଣ ରହିଛି। ଗ୍ୟାଷ୍ଟ୍ରିକ୍ ବା ଅମ୍ଳପିତ୍ତ। ଗ୍ୟାଷ୍ଟ୍ରିକ୍ ବା ଅମ୍ଳପିତ୍ତ ହେଲେ ଶୁଖିଲା ଅଁଳା ଫଳ ଚୂର୍ଣ୍ଣ 3ରୁ 5 ଗ୍ରାମ ହିସାବରେ ଦୈନିକ 3 ଥର ସେବନ କଲେ ଗ୍ୟାଷ୍ଟ୍ରିକ୍ 15 ଦିନରୁ 1 ମାସ ଭିତରେ ଭଲ ହୁଏ। ଅଜୀର୍ଣ୍ଣ ଅରୁଚି ହେଉଥିଲେ ଅଁଳାକୁ ମିଶ୍ରି ସହିତ ଖାଇଲେ ଅଜୀର୍ଣ୍ଣ ଦୂର ହୁଏ। ଅଁଳାକୁ କଳରେ ଜାକିଲେ ତୃଷ୍ଣା ନିବାରିତ ହୁଏ। କାଶ ହେଉଥିଲେ ଅଁଳା ଫଳ ବା ଅଁଳା ଚୂର୍ଣ୍ଣକୁ କଳରେ ଜାକିଲେ କାଶ ଭଲ ହୁଏ ଓ କଫ ନାଶ ହୁଏ। ପିତ୍ତ ବାନ୍ତି ହେଉଥିଲେ ଅଁଳା ରସରେ ଚନ୍ଦନ ଘୋରି ତହିଁରୁ 1 ଚାମଚ ସହ ଅଧ ଚାମଚ ମହୁ ମିଶାଇ ସେବନ କଲେ ପିତ୍ତ ବାନ୍ତି ଭଲ ହୋଇଥାଏ। ସ୍କର୍ଭି ବା ଦାନ୍ତମୂଳରୁ ରକ୍ତକ୍ଷରଣ ହେଉଥିଲେ, ସାମାନ୍ୟ ଆଘାତରେ ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇ ବନ୍ଦ ନ ହେଲେ 25 ଗ୍ରାମ ଅଁଳା ରସ ଦୈନିକ 4 ଥର ସେବନ କଲେ ସ୍କର୍ଭି ବ୍ୟାଧି ଦୂର ହୁଏ। ଯକ୍ଷ୍ମା ରୋଗରେ ଦୈନିକ 3 ଥର 20ରୁ 25 ଗ୍ରାମ ଅଁଳା ରସ ପାନ କଲେ କ୍ରମଶଃ ଧୀରେ ଧୀରେ ଯକ୍ଷ୍ମା ଭଲ ହୋଇଥାଏ। ଜଣ୍ଡିସ୍ ବା କାମଳ ରୋଗରେ ଅଁଳା ଚଟଣି ସହିତ ମହୁ ମିଶାଇ ସକାଳେ ସନ୍ଧ୍ୟାରେ ଖାଇଲେ ଧୀରେ ଧୀରେ ଜଣ୍ଡିସ୍ ଭଲ ହୋଇଥାଏ। ପିତ୍ତ ଦୋଷରୁ ମୁଣ୍ଡ ବୁଲାଇଲେ ଅଁଳାକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡ ବୁଲାଇବା ଭଲ ହୁଏ। ପରିସ୍ରାରେ ରକ୍ତ ପଡ଼ୁଥିଲେ ଅଁଳାକୁ ବାଟି ତଳି ପେଟରେ ଲେପ ଦେଲେ ପରିସ୍ରାରେ ରକ୍ତ ପଡ଼ିବା କମିଯାଏ। ପରିସ୍ରା ଜ୍ୱାଳା ବା ମୂତ୍ରକୁଚ୍ଛ ହୋଇଥିଲେ, ପ୍ରବଳ ପରିସ୍ରା ମାଡ଼ି ଅଳ୍ପ ଅଳ୍ପ ପରିସ୍ରା ହେଲେ, ମୂତ୍ରାଶୟ ଓ ଲିଙ୍ଗରେ ବେଦନା ହେଲେ, ଅତି କଷ୍ଟରେ ହଳଦିଆ ବା ରକ୍ତବର୍ଣ୍ଣ ପରିସ୍ରା ହେଉଥିଲେ ଅଁଳା ରସ ସହ ଗୁଡ଼ ମିଶାଇ ଖାଇଲେ ଭଲ ହୋଇ। ଅଁଳା ଚୂର୍ଣ୍ଣ ସହିତ ଅଳେଇଚ ଚୂର୍ଣ୍ଣ ମିଶାଇ ଖାଇଲେ ପରିସ୍ରା ପୋଡ଼ା ଭଲ ହୋଇଥାଏ। ନାକରୁ ରକ୍ତ ପଡ଼ିଲେ ଶୁଖିଲା ଅଁଳାକୁ ଗୁଆ ଘିଅରେ ଭାଜି ତୋରାଣୀରେ ବାଟି ମୁଣ୍ଡରେ ଲେପ ଦେଲେ ରୋଗୀ ଆରୋଗ୍ୟ ଲାଭ କରେ। କେଶ ସମସ୍ୟାରେ ଅଁଳା ଓ ହଳଦୀ ସମ ପରିମାଣରେ ବାଟି ମୁଣ୍ଡରେ ଲଗାଇଲେ କେଶ କୋମଳ, ଚିକ୍କଣ ଓ ଗାଢ଼ କଳା ହୁଏ। ମୁଣ୍ଡରେ ରୁପି ହେଉଥିଲେ ଭଲ ହୋଇଯାଏ। କଞ୍ଚା ଅଁଳା ରସ ମୁଣ୍ଡରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୁଏ। ଅକାଳରେ କେଶ ପାଚେ ନାହିଁ। କେଶ ପାଚୁଥିଲେ ତାହା କ୍ରମଶଃ ଭଲ ହୋଇଥାଏ। ଚକ୍ଷୁ ରୋଗରେ ଅଁଳା ରସ ଆଖିରେ 2ରୁ 3 ବୁନ୍ଦା ଦିନକୁ 2 ଥର ପକାଇଲେ ଆଖି ଜଳାପୋଡ଼ା, ଆଖିରୁ ଲୁହ ଝରିବା, ଆଖି ଧରା ଆଦି ଯାବତୀୟ ସମସ୍ୟା ଦୂର ହୁଏ। ହାତ ପାଦ ଜ୍ୱାଳା ହେଲେ ଅଁଳା ରସ ମାଲିସ କଲେ ହାତ ଓ ପାଦ ଆଦିର ଜ୍ୱାଳା ପ୍ରଶମିତ ହୁଏ। ନାଳ ଝାଡ଼ା ଓ ପେଟ ବିନ୍ଧା ପାଇଁ ଅଁଳା ଛାଲିକୁ ଭଲ ଭାବରେ ସିଝାଇ ସେଥିରୁ 2ରୁ 3 ଗ୍ରାମ ମେଥି ଗୁଣ୍ଡ ମିଶାଇ ଦିନକୁ 2-3 ଥର ସେବନ କଲେ ନାଳ ରକ୍ତ ଝାଡ଼ା ଭଲ ହୁଏ, ପେଟ ବିନ୍ଧା କମିଯାଏ। କୋଷ୍ଠକାଠିନ୍ୟ ବା ଝାଡ଼ା ଟାଣ ହେଉଥିଲେ 2ରୁ 3 ଗ୍ରାମ ଶୁଖିଲା ଅଁଳା ଚୂର୍ଣ୍ଣକୁ ରାତିରେ ପାଣିରେ ଭିଜାଇ
ସେହି ପାଣିକୁ ଛାଣି ସକାଳେ ନିୟମିତ ପାନ କଲେ କୋଷ୍ଠକାଠିନ୍ୟ ଦୂର ହୁଏ। ମେହ ଓ ଧାତୁ କ୍ଷୟ ପାଇଁ ଅଁଳା ଛାଲି ଓ ସମ ପରିମାଣର ହଳଦୀକୁ ଏକାଠି ବାଟି ସେଥିରୁ 2ରୁ 3 ଗ୍ରାମ ଲେଖାଏଁ ପ୍ରତିଦିନ ସେବନ କଲେ ରୋଗୀ ଆରୋଗ୍ୟ ଲାଭ କରେ। ପତଳା ଝାଡ଼ା ହେଉଥିଲେ ଅଁଳା ପତ୍ରର ରସ 4ରୁ 5 ଚାମଚ 1 ଗ୍ଲାସ କ୍ଷୀର ସହିତ ଦିନକୁ 3 ଥର ପାନ କଲେ ଅତିସାର ରୋଗ ଭଲ ହୁଏ। ହୃଦରୋଗ ପାଇଁ ପ୍ରତିଦିନ 4ରୁ 5 ଗ୍ରାମ ଅଁଳା ଚୂର୍ଣ୍ଣ ମହୁ ସହିତ ଦିନକୁ 2 ଥର ସେବନ କଲେ ରୋଗୀ ଆରୋଗ୍ୟ ଲାଭ କରେ। ନଂପୁସକତା ପାଇଁ 4ରୁ 5 ଗ୍ରାମ ଅଁଳା ଚୂର୍ଣ୍ଣ ମହୁ ସହିତ ଖାଇ ଏହାର ଅଧା ଘଣ୍ଟା ପରେ 1 ଗ୍ଲାସ କ୍ଷୀର ପାନ କଲେ ବୀର୍ଯ୍ୟ ଗାଢ଼ ହୁଏ, ଶୀଘ୍ର ପତନ ହୁଏ ନାହିଁ, କାମ ଶକ୍ତି ବଢ଼େ। ଶ୍ୱାସ ବା ଆଜ୍ମା ପାଇଁ ମଞ୍ଜି ସହ ଶୁଷ୍କ ଅଁଳାକୁ ଚୂର୍ଣ୍ଣ କରି ମହୁ ସହ ପ୍ରତିଦିନ ଚାଟି ଖାଇଲେ ଶ୍ୱାସ ରୋଗ ଭଲ ହୁଏ। ଅଣ୍ଟା ବିନ୍ଧା ହେଉଥିଲେ କ୍ରମାଗତ ଅଣ୍ଟା ବିନ୍ଧା ହେଉଥିଲେ ଅଁଳା ଚୂର୍ଣ୍ଣ ସହ ପାଣିରେ ଗୁଡ଼ ମିଶାଇ ପିଇଲେ ଅଣ୍ଟା ବିନ୍ଧା ଭଲ ହୁଏ। ଶ୍ଵେତ ପ୍ରଦର ପାଇଁ 6ରୁ 8 ଚାମଚ ଅଁଳା ରସରେ 1 ଚାମଚ ମହୁ ମିଶାଇ ଦିନକୁ 2-3 ଥର ସେବନ କଲେ ଶ୍ଵେତ ପ୍ରଦର ଭଲ ହୁଏ। 5ରୁ 10 ଗ୍ରାମ ଅଁଳା ମଞ୍ଜିର ଚୂର୍ଣ୍ଣ ମହୁ ସହ ଖାଇଲେ ମଧ୍ୟ ଏ ରୋଗରୁ ନିସ୍ତାର ମିଳେ। ଯୌନ କ୍ଷମତା ବୃଦ୍ଧି ପାଇଁ ଚିନି ଓ ମହୁ ସହ 3ରୁ 4 ଚାମଚ ଅଁଳା ଚୂର୍ଣ୍ଣ ମିଶାଇ ସନ୍ଧ୍ୟାରେ ଖାଇଲେ ସ୍ତ୍ରୀ ସହବାସ କାଳରେ ଯୌନ ସାମର୍ଥ୍ୟ ବୃଦ୍ଧି ଘଟେ। ମାନସିକ ଅସ୍ଥିରତା, ଥଣ୍ଡା ବା ସର୍ଦ୍ଦି ପାଇଁ 5ରୁ 8 ଚାମଚ ଅଁଳା ରସ ସହ ଚାମଚେ ମହୁ ମିଶାଇ ସକାଳୁ ଖାଲି ପେଟରେ ନିୟମିତ ଖାଇଲେ ମାନସିକ ଅସ୍ଥିରତା ଦୂର ହୁଏ, ଥଣ୍ଡା ବା ସର୍ଦ୍ଦି ଭଲ ହୁଏ, ରୋଗ ପ୍ରତିରୋଧକ କ୍ଷମତା ବଢ଼େ। ରକ୍ତହୀନତା ପାଇଁ ଅଁଳାକୁ ସିଝାଇ କିମ୍ବା ପାଣିରେ ଭିଜାଇ ସେହି ପାଣିରେ 20 ଗ୍ରାମ ଶତାବରୀ ମିଶାଇ ତାକୁ କ୍ଷୀରରେ ଫେଣ୍ଟି ପିଇଲେ ରକ୍ତହୀନତା ଦୂର ହୁଏ। ବଳ, କାନ୍ତି, ମେଧାବୃଦ୍ଧି ପାଇଁ ପ୍ରତିଦିନ 2 ବା 3ଟା ଅଁଳା ଫଳ ଖାଇଲେ ଶରୀରରେ ଶକ୍ତି ବଢ଼େ, ଶରୀରର କାନ୍ତି ବୃଦ୍ଧି ଘଟେ, ମେଧାଶକ୍ତି ବଢ଼େ, କ୍ଳାନ୍ତି ଦୂର ହୁଏ, ସ୍ନାୟୁଗତ ଦୁର୍ବଳତାରୁ ବ୍ୟକ୍ତି ଆରୋଗ୍ୟ ଲାଭ କରି ନବଯୌବନ ପ୍ରାପ୍ତ ହୁଏ, ଅକାଳ ବାର୍ଦ୍ଧକ୍ୟ ସ୍ପର୍ଶ କରେ ନାହିଁ। ସ୍ୱପ୍ନ ଦୋଷ ହେଉଥିଲେ ସ୍ନାନ ପରେ ପ୍ରତିଦିନ ଅଁଳା ରସ ସହ ଶତାବରୀ ଖାଇଲେ ସ୍ୱପ୍ନ ଦୋଷ ଦୂର ହୁଏ। ସୁନିଦ୍ରା ପାଇଁ ଦହି ସହିତ ନିୟମିତ 5ରୁ 7 ଚାମଚ ଅଁଳା ରସ ପାନ କଲେ ରାତିରେ ନିଦ ହେଉନଥିଲେ ଭଲ ନିଦ ହୁଏ। ଅର୍ଶ ହେଉଥିଲେ ଅଁଳାକୁ ଭଲ ଭାବରେ ବାଟି ଦହି ସହିତ ମିଶାଇ ସେହି ଦହିକୁ ମାଟି ପାତ୍ରରେ 24 ଘଣ୍ଟା ରଖି ସେହି ଦହିକୁ ସେବନ କରିବ। 1 ମାସ ପର୍ଯ୍ୟନ୍ତ ନିୟମିତ ଏହିପରି କଲେ ଅର୍ଶରୁ ଆରୋଗ୍ୟ ମିଳେ।